जय जगन्नाथ सांगमाने चलतु आज शुणा श्री जगन्नाथ को जर कहीं हुए। नमस्कार दर्शक बंधु, भगवान श्रीकृष्ण कहते जे यही धरापृष्ठरे जी भी जन्म ग्रहण करिबो ताकू प्रकृतिर समस्त नियम मानिबाको पड़िबो। जन्म मृत्यु दुख कष्ट एसबू किछि भी केही परिवर्तन करिपारिबे नाही। ठीक सेहीपरि जगतर नाथ जगन्नाथ समस्तଙ୍କୁ ଏହି ଶିକ୍ଷା ଦିଅନ୍ତି। ତାଙ୍କୁ ମଧ୍ୟ 15 ଦିନ ଯାଏଁ ଜ୍ୱର ହୁଏ ଏବଂ ଡାକ୍ତର ଆସନ୍ତି। ଠିକ୍ ସେହି ସମୟରେ ମହାପ୍ରଭୁ 56 ଭୋଗକୁ ଛାଡ଼ି ବୈଦ୍ୟଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥାନ୍ତି। କିନ୍ତୁ ଜଗନ୍ନାଥଙ୍କୁ ଜ୍ୱର ହୁଏ କାହିଁକି? ଏହି ସମୟରେ ମନ୍ଦିର କାହିଁକି ବନ୍ଦ ରହେ? କ'ଣ ସତରେ ଜଗନ୍ନାଥ ଭକ୍ତଙ୍କ ପାଇଁ କିଛି ବି କରିପାରନ୍ତି? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଥିବେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରନ୍ତି। ଆଉ ତାପରେ ପ୍ରଭୁଙ୍କୁ 15 ଦିନ ଯାଏଁ ଜ୍ୱର ହୁଏ। ମହାପ୍ରଭୁ ଏହାର ପ୍ରତିକାର ପାଇଁ ସାଧାରଣ ମନୁଷ୍ୟଙ୍କ ଭଳି ଚିକିତ୍ସିତ ହୁଅନ୍ତି ଏବଂ ଦେହ ଭଲ ହେବା ପରେ ସେ ମାଉସୀ ମା ଘରକୁ ଯାଆନ୍ତି, ଯାହା ଫଳରେ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପ୍ରଥମେ ଜାଣିବା ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ସମ୍ପର୍କରେ। ମହାପ୍ରଭୁ ଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ସ୍ୱୟଂ ଆବିର୍ଭୂତ ହୋଇଥିଲେ ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ଥାନୀୟ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ସ୍ନାନଯାତ୍ରା ପ୍ରଚଳିତ ହୋଇ ଆସୁଛି। ଏହି ଦିନକୁ ମହାପ୍ରଭୁଙ୍କର ଜନ୍ମଦିନ ବୋଲି ମଧ୍ୟ କୁହାଯାଏ। ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପ୍ରତ୍ୟେକ ଦିନ ପ୍ରତ୍ୟକ୍ଷ ଭାବରେ ହୋଇଥାଏ। ସ୍ନାନଯାତ୍ରା ଦିନ ସେ ପ୍ରତ୍ୟକ୍ଷ ସ୍ନାନ କରନ୍ତି। ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଥିବା ମା ଶୀତଳ ଦେବୀଙ୍କ ସାମ୍ନାରେ ଥିବା ସୁନା କୂଅରୁ ଜଳ ବ୍ୟବହୃତ ହୋଇଥାଏ। ତିନି ଠାକୁରଙ୍କ ସ୍ନାନ ପାଇଁ 118 ଗରା ଜଳ କଢ଼ାଯାଇଥାଏ। ସେଥିରୁ ଶ୍ରୀ ଜଗନ୍ନାଥ 35 ଗରା ଜଳରେ ସ୍ନାନ କରନ୍ତି, ଶ୍ରୀ ବଳଭଦ୍ର 33 ଗରା ଜଳରେ ସ୍ନାନ କରନ୍ତି, ମା ସୁଭଦ୍ରା 22 ଗରା ଜଳରେ ସ୍ନାନ କରନ୍ତି ଏବଂ ଶ୍ରୀ ସୁଦର୍ଶନ 18 ଗରା ଜଳରେ ସ୍ନାନ କରନ୍ତି। ଏହି ସ୍ନାନ ପରେ ତିନି ବିଗ୍ରହଙ୍କୁ ଅଣସର ଗୃହକୁ ନିଆଯାଏ, କାରଣ ଏହା ପରେ ମହାପ୍ରଭୁଙ୍କୁ 15 ଦିନ ଯାଏଁ ଜ୍ୱର ହୋଇଥାଏ। ଏହି ସମୟରେ ମନ୍ଦିର ମଧ୍ୟ ବନ୍ଦ ରୁହେ ଏବଂ ମହାପ୍ରଭୁ 36 ଭୋଗ ଛାଡ଼ି ବୈଦ୍ୟଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତି। ସେଥିରେ ତାଙ୍କୁ ଖାଇବା ପାଇଁ ହାଲକା ଖାଦ୍ୟ ଦିଆଯାଏ ଓ ପିଇବା ପାଇଁ କାଢ଼ା ତିଆରି କରି ଦିଆଯାଇଥାଏ। ଶ୍ରୀ ଜଗନ୍ନାଥଙ୍କୁ ଜ୍ୱର ହୁଏ କାହିଁକି? ଏହା ହେଉଛି ମହାପ୍ରଭୁଙ୍କ ସେହି ପରମ ଭକ୍ତଙ୍କ କଥା, ଯାହାଙ୍କ ନାମ ଥିଲା ମାଧବ ଦାସ। ତାଙ୍କର କେହି ନଥିଲେ ମଧ୍ୟ ସେ ତାଙ୍କର ସବୁକିଛି ଜଗନ୍ନାଥଙ୍କୁ ଭାବନ୍ତି। ସେ ପ୍ରତିଦିନ ଶ୍ରୀ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା କରନ୍ତି ଏବଂ ସେସବୁବେଳେ ତାଙ୍କର ଭଜନ କୀର୍ତ୍ତନ କରନ୍ତି। ଦିନକର କଥା, ତାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା। ଧୀରେ ଧୀରେ ସେ ଆହୁରି ଦୁର୍ବଳ ହେବାକୁ ଲାଗିଲେ। ସେ ବିଛଣାରୁ ମଧ୍ୟ ଉଠି ପାରିଲେ ନାହିଁ। ଯେହେତୁ ତାଙ୍କର କେହି ନଥିଲେ, ଅନ୍ୟ ଲୋକମାନେ ତାଙ୍କର ସାହାଯ୍ୟ ପାଇଁ ଆସନ୍ତି। କିନ୍ତୁ ମାଧବ ଦାସ କୁହନ୍ତି, ମୋର କାହାରି ସାହାଯ୍ୟ ଦରକାର ନାହିଁ। ସବୁକିଛି ସେଇ ଜଗନ୍ନାଥଙ୍କ ଉପରେ, ସେହି ମୋତେ ସାହାଯ୍ୟ କରିବେ। ଧୀରେ ଧୀରେ ମାଧବ ଦାସଙ୍କ ଅବସ୍ଥା ଆହୁରି ଜଟିଳ ହେବାକୁ ଲାଗିଲା। ସେ ତାଙ୍କର ଲୁଗାପଟାରେ ମଳମୂତ୍ର କରିବାକୁ ଲାଗିଲେ। ଫଳରେ ପ୍ରଭୁ ଜଗନ୍ନାଥ ଦାସଙ୍କର ଏମିତି ଅବସ୍ଥା ଦେଖି ସହିପାରିଲେ ନାହିଁ। ସେ ନିଜେ ତାଙ୍କର ସେବା କରିବା ପାଇଁ ଚାଲିଗଲେ। ମହାପ୍ରଭୁ ମାଧବ ଦାସଙ୍କ ସମସ୍ୟା ଦେଖି ସେବା କରୁଥାନ୍ତି। କିଛି ଦିନ ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ। ସେ ତାଙ୍କର ଚେତା ଫେରି ପାଇଲେ। ସେ ପ୍ରଭୁଙ୍କୁ ତାଙ୍କର ସେବା କରୁଥିବାର ଦେଖିଲେ। ସେ ଜଗନ୍ନାଥଙ୍କୁ ଚିହ୍ନି ପାରିଲେ। ସେ କାନ୍ଦି କାନ୍ଦି ମାଧବ ଦାସ ଜଗନ୍ନାଥଙ୍କ ପାଦତଳେ ପଡ଼ିଗଲେ ଏବଂ କହିଲେ, ହେ ପ୍ରଭୁ, ଆପଣ ଜଗତର ସୃଷ୍ଟିକର୍ତ୍ତା। ଆପଣଙ୍କର ଆଦେଶରେ ହିଁ ସୂର୍ଯ୍ୟଚନ୍ଦ୍ର ଆତଯାତ କରୁଛନ୍ତି। ଆପଣଙ୍କର ଇଚ୍ଛା ବିନା ସାମାନ୍ୟ ପତ୍ରଟିଏ ହଲିପାରିବ ନାହିଁ। ଆପଣ ଚାହିଁଥିଲେ ମୋର ଜ୍ୱର ଭଲ ହୋଇଯାଇଥାନ୍ତା,
କିନ୍ତୁ ଆପଣଙ୍କୁ ମୋର କ'ଣ ସେବା କରିବା ଦରକାର ପଡ଼ିଲା? ମହାପ୍ରଭୁ ଏହା ଶୁଣି ମହାପ୍ରଭୁ ଜଗନ୍ନାଥ କହିଲେ, ହେ ମାଧବ ଦାସ, ବିଧିର ବିଧାନକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ସମସ୍ତ ଜୀବଙ୍କୁ ତାଙ୍କର କର୍ମର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିଥାଏ। ଯଦି ମୁଁ ତୁମର ଦୁଃଖ କଷ୍ଟ ହରଣ କରିନେବି, ଏହାର ପ୍ରତିକାର ପାଇଁ ତୁମକୁ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିବ। ତେଣୁକରି ମୁଁ ଚାହେଁ ନାହିଁ ଯେ ଏହି ସାଧାରଣ କାର୍ଯ୍ୟ ପାଇଁ ମୋର ଭକ୍ତ ଆଉ ଗୋଟିଏ ଜନ୍ମ ନେଉ। ହେ ମାଧବ ଦାସ, ତୁମର ଭାଗ୍ୟରେ ଆହୁରି 15 ଦିନର ଜ୍ୱର ଆହୁରି ବାକି ଅଛି, ଯାହାକି ମୁଁ ମୋ ଦେହକୁ ନେଇଯାଉଛି। ଏତିକି କହି ଶ୍ରୀ ଜଗନ୍ନାଥ ସେଠାରୁ ଚାଲିଗଲେ ଏବଂ ମାଧବ ଦାସ ଭଲ ହୋଇଗଲେ। ବନ୍ଧୁଗଣ, ଏହି ଦିନଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ 15 ଦିନ ଯାଏଁ ଜ୍ୱର ହୋଇଥାଏ ଏବଂ ସେ ମଧ୍ୟ ଗୋଟିଏ ରୋଗୀଙ୍କ ପରି ଚିକିତ୍ସିତ ହୋଇଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରକୃତରେ ଭକ୍ତବତ୍ସଳ ଅଟନ୍ତି। ସେ ତାଙ୍କର ଭକ୍ତଙ୍କ ପାଇଁ ସବୁକିଛି କରିପାରନ୍ତି। କିନ୍ତୁ ବନ୍ଧୁଗଣ, ଭିଡ଼ିଓଟି କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।